ଜାତୀୟ ଧାନ ଗବେଷଣା ଅନୁଷ୍ଠାନ କଟକର ଏନ୍ଆର୍ଆର୍ଆଇ ବାର୍ତ୍ତା କାର୍ଯ୍ୟକ୍ରମକୁ ମୁଁ ଗାୟତ୍ରୀ ସିହ୍ନା ଏବଂ ମୁଁ ସୁଶାନ୍ତ ମହାପାତ୍ର ଚାଷୀ ଭାଇ ଓ ଭଉଣୀମାନଙ୍କୁ ସ୍ୱାଗତ କରୁଛୁ। ଆସନ୍ତୁ ଆଜି ଆଲୋଚନା କରିବା ଡାଳୁଆ ଧାନରେ ରୋଗ ପୋକ ନିୟନ୍ତ୍ରଣ ବିଷୟରେ। ଆଗାମୀ ଦିନରେ ଗରମ ବଢ଼ିବା ସହିତ କେତେକ ସ୍ଥାନରେ ଘଡ଼ଘଡ଼ି ସହ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି। ଏହିପରି ପାଣିପାଗରେ ଡାଳୁଅ ଧାନରେ ମାଟିଆ ଗୁଣ୍ଡି ପୋକ ଲାଗିବାର ସମ୍ଭାବନା ଅଧିକ। ଯଦି ଏହି ପୋକ ବୁଦା ପ୍ରତି 5ରୁ 10ଟି ଦେଖାଯାଏ ତେବେ କ୍ରମାଗତ ଭାବେ ଠିଆ ପାଣି ନ ରଖି ଜଳସେଚନ ବନ୍ଦ କରି ଜମିକୁ ଶୁଖାଇବା ଆବଶ୍ୟକ। ଏହା ସତ୍ତ୍ୱେ ଯଦି ପୋକ ନିୟନ୍ତ୍ରଣ ନ ହୁଏ ତେବେ ନିମ୍ବ ମଞ୍ଜିରୁ ତିଆରି ଔଷଧ ଆଜାଡିରାକ୍ଟିନ୍ 15%କୁ ଏକର ପ୍ରତି 800 ମିଲିଲିଟର 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ କିମ୍ବା ଏକର ପ୍ରତି ଟ୍ରାଇଫ୍ଲୁମେଜୋପାଇରିମ୍ 10% SC 95 ମିଲି କିମ୍ବା ଏକର ପ୍ରତି ପାଇମେଟ୍ରୋଜିନ୍ 50% WG 120 ଗ୍ରାମ କିମ୍ବା ଏକର ପ୍ରତି ଏସିଫେଟ୍ 75% SP 400 ଗ୍ରାମ ପ୍ରୟୋଗ କରନ୍ତୁ। ଯଦି ବୁଦା ପ୍ରତି 2ରୁ ଅଧିକ ଗନ୍ଧି ପୋକ ଦେଖାଯାଏ ତେବେ ଇଥୋଫେନପ୍ରସ୍ 10 EC 200 ମିଲିଲିଟର ପ୍ରତି ଏକର ପିଛା 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ କିମ୍ବା ମାଲାଥିଅନ୍ 5D 10 କିଲୋଗ୍ରାମ ଗୁଣ୍ଡକୁ ସକାଳେ ପବନ ନଥିବା ସମୟରେ ପ୍ରୟୋଗ କରନ୍ତୁ। ଯଦି କେଣ୍ଡାକଟା ସମ୍ବାଳୁଆ ଦେଖାଯାଏ ତେବେ ଏକର ପ୍ରତି 40 ମିଲିଲିଟର କ୍ୱିନାଲଫସ୍ 25 EC କିମ୍ବା ଏକର ପ୍ରତି 500 ମିଲିଲିଟର କ୍ଲୋରୋପାଇରିଫସ୍ 20 EC 200 ଲିଟର ପାଣିରେ ମିଶାଇ ସକାଳ ସମୟରେ ଧାନ ଗଛର ମୂଳକୁ ସିଞ୍ଚନ କରନ୍ତୁ। ଧାନକୁ ବିହନ ହିସାବରେ ବ୍ୟବହାର କରିବା ପାଇଁ ଚାହୁଁଥିଲେ ବିଲରୁ ମିଶା ଧାନ ଗଛଗୁଡ଼ିକୁ ଫୁଲ ଉଡ଼ିବା ପୂର୍ବରୁ ଭଲ ଭାବରେ ଦେଖି ବାଛି ଦିଅନ୍ତୁ। ଚାଷୀ ଭାଇମାନେ କେଣ୍ଡାରେ ଶତକଡ଼ା 85 ଭାଗ ଧାନ ପାକଳ ହୋଇଗଲେ ଧାନକୁ କାଟି ଦିଅନ୍ତୁ। ଧାନ ଅମଳ ପରେ ଭଲ ଭାବେ ଧାନକୁ ଶୁଖାଇ ଶତକଡ଼ା 14 ଭାଗ ଆର୍ଦ୍ରତା ଅବସ୍ଥାରେ ସାଇତି ରଖିବା ଉଚିତ। ବିଆଳି ଏବଂ ସାର ଧାନ ପାଇଁ ମାଟିର ବତର ଦେଖି ଖରାଦିନିଆ ଚାଷ କରନ୍ତୁ। ବିଆଳି ଧାନ ପାଇଁ ଉତ୍କୃଷ୍ଟ ମାନର ସଅଳ ଧାନ କିସମ ଯେପରିକି ବନ୍ଦନା, ଅଞ୍ଜଳି, ଅଙ୍କିତ, ସତ୍ୟଭାମା, ସହାଇ ଧାନ, ପାରିଜାତ, ହୀରା, ଖଣ୍ଡଗିରି ଆଦି ନିକଟସ୍ଥ କୌଣସି ନିର୍ଭରଯୋଗ୍ୟ ଅନୁଷ୍ଠାନରୁ ସଂଗ୍ରହ କରି ନିଅନ୍ତୁ। ସ୍ୱଳ୍ପ ଗଭୀର ବିଶିଷ୍ଟ ଖାଲୁଆ ଜମିରେ ରୋଇବା ପାଇଁ ଉଦ୍ଦିଷ୍ଟ ଧାନ ବିହନ ଯଥା CR ଧାନ 307, ମୌଡ଼ମଣି, CR ଧାନ 303, CR ଧାନ 304, MTU 1001, MTU 1010, ନବୀନ, CR ଧାନ 310, CR ଧାନ 312, CR ଧାନ 314, DRR 44, ଉନ୍ନତ ଲଲାଟ କିସମ, CR ଧାନ 301, CR ଧାନ 800, CR ଧାନ 404, ସ୍ୱର୍ଣ୍ଣ, ପୂଜା, ସ୍ୱର୍ଣ୍ଣ ସବୱାନ ଏବଂ BPT 5204 ଇତ୍ୟାଦି ବିହନ ଯେକୌଣସି ଭରସାଯୋଗ୍ୟ ଗବେଷଣା ଅନୁଷ୍ଠାନ କିମ୍ବା କୃଷି ବିଶ୍ୱବିଦ୍ୟାଳୟ ଓ କୃଷି ବିଜ୍ଞାନ କେନ୍ଦ୍ରରୁ ବନ୍ଦୋବସ୍ତ କରନ୍ତୁ। ଚାଷୀ ଭାଇମାନେ ଧାନ ଚାଷ ସମ୍ପର୍କରେ ଅଧିକ ସୂଚନା ବା ବିବରଣୀ ଜାଣିବା ପାଇଁ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ କଟକ ଦ୍ୱାରା ବିକଶିତ ରାଇସି ଏକ୍ସପର୍ଟ ମୋବାଇଲ ଆପ୍ ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରି ବ୍ୟବହାର କରିପାରିବେ। ଆଜି ପାଇଁ ଏତିକି। ପୁଣି ଦେଖାହବ ଆଗାମୀ ଅଧ୍ୟାୟରେ କିଛି ନୂଆ କୃଷି ସୂଚନା ନେଇ। ଆମକୁ ବିଦାୟ ଦିଅନ୍ତୁ। ଧନ୍ୟବାଦ।